ଦୀର୍ଘ 48 ବର୍ଷ ପରେ ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି। ପ୍ରଥମ ଦିନରେ ଚଳନ୍ତି ରତ୍ନଭଣ୍ଡାର ଗଣତି ମଣତି କରାଯାଇଛି। ଆସନ୍ତା 6 ତାରିଖରେ ହେବ ଦ୍ୱିତୀୟ ପର୍ଯ୍ୟାୟ ଗଣତି। ସମୁଦାୟ ପ୍ରକ୍ରିୟାର ଫଟୋଗ୍ରାଫି, ଭିଡିଓଗ୍ରାଫି ଓ 3D ମ୍ୟାପିଂ କରାଯାଇଛି। ଅତ୍ୟନ୍ତ ସ୍ୱଚ୍ଛତା, ସାଧୁତା ଓ କଡ଼ା ସୁରକ୍ଷା ବଳୟରେ ମହାପ୍ରଭୁଙ୍କ ନିତ୍ୟ ବ୍ୟବହୃତ ଅଳଙ୍କାର ଗୁଡ଼ିକ ହୋଇଛି ଓଜନ ଓ ଗଣତି। ପୂର୍ବ ସ୍ଥିରୀକୃତ ମାହେନ୍ଦ୍ର ବେଳା ଠିକ୍ 12ଟା 9 ମିନିଟ୍ରେ ଭଣ୍ଡାର ଖୋଳି ଭିତରକୁ ଯାଇଥିଲେ ଟିମ୍। ପ୍ରାୟ 5 ଘଣ୍ଟାର ଗଣତି ପ୍ରକ୍ରିୟା ପରେ ପ୍ରଥମ ଦିନର ଗଣତି କାର୍ଯ୍ୟ ଶେଷ ହୋଇଛି। ଭକ୍ତଙ୍କ ଆବେଗ ଓ ସରକାରଙ୍କ ମହତ୍ ଉଦ୍ଦେଶ୍ୟ ମଧ୍ୟରେ ରତ୍ନ ଅଳଙ୍କାର ମେଳକ ଆରମ୍ଭ ହୋଇଛି ପ୍ରକ୍ରିୟା। ଐତିହାସିକ ମୁହୂର୍ତ୍ତରେ ସିଂହଦ୍ୱାରରେ ସାଷ୍ଟାଙ୍ଗ ପ୍ରଣିପାତ କରି ଭିତରକୁ ଯାଇଥିଲେ ଟିମ୍। ରତ୍ନଭଣ୍ଡା ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ପତିତପାବନଙ୍କୁ ମୁଣ୍ଡିଆ ମାରି ଭିତରକୁ ପ୍ରବେଶ କରିଥିଲା ଟିମ୍। ସୁନା, ରୂପା ଓ ରତ୍ନକୁ 3 ଭାଗରେ ପୃଥକ କରାଯାଇ ହୋଇଛି ଗଣତି ମଣତି। ହ୍ୟାଣ୍ଡଲିଂ ଟିମ୍ର ସଦସ୍ୟ ଭଣ୍ଡାର ମେକଅପ୍, ବଣିଆ ଓ ଜମୋଲୋଜିଷ୍ଟ ଚଳନ୍ତି ଭଣ୍ଡାରରେ କରିଥିଲେ ଗଣତି ମଣତି ମେଳକ। କଷଟି ପଥର, ରତ୍ନ ଚିହ୍ନିବା ପାଇଁ ଲ୍ୟାନ୍ସ ଓ ଅଳଙ୍କାର ଓଜନ ମେସିନ୍ ସହ ସମସ୍ତ ଭିତରକୁ ଯାଇଥିଲେ ଶ୍ରୀମନ୍ଦିର ବଣିଆ। ଯାଞ୍ଚ ପରେ ସମସ୍ତ ଅଧିକୃତ ସଦସ୍ୟଙ୍କୁ ଛଡ଼ାଯାଇଥିଲା। ରତ୍ନ ଗଣତି ସମୟରେ ଭିତର କାଠ ଦର୍ଶନ ବନ୍ଦ ରହିଥିଲା। ବାହାର କାଠରୁ ଭକ୍ତ କରିଥିଲେ ଦର୍ଶନ। ଆସନ୍ତା 6 ତାରିଖରେ ହେବ ଦ୍ୱିତୀୟ ପର୍ଯ୍ୟାୟ ଗଣତି। ଏପଟେ ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଚ୍ୟାଲେଞ୍ଜ। ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍। ଗୋଟିଏ ନୁହେଁ, 2ଟି ଡ୍ରୋନ୍ ନୀଳଚକ୍ର ଉପରେ ଉଡ଼ୁଥିବା ଦେଖିବାକୁ ମିଳିଛି। ଏହି ସମୟରେ ପତିତପାବନ ବାନା ପରିବର୍ତ୍ତନ କରାଯାଉଥିଲା। ବେଧଡ଼କ 2ଟି ଡ୍ରୋନ୍ ଉଡ଼ୁଥିବା ବେଳେ ସିଂହଦ୍ୱାର ସମ୍ମୁଖରେ ନୂତନ ପୋଲିସ ଅଧିକାରୀ ଓ କର୍ମଚାରୀ ଅସହାୟ ହୋଇ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାରେ ସିଂହଦ୍ୱାର ପୋଲିସ 2 ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ ଦୀର୍ଘ 48 ବର୍ଷ ପରେ ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି। ପ୍ରଥମ ଦିନରେ ଚଳନ୍ତି ରତ୍ନଭଣ୍ଡାର ଗଣତି ମଣତି କରାଯାଇଛି। ଆସନ୍ତା 6 ତାରିଖରେ ହେବ ଦ୍ୱିତୀୟ ପର୍ଯ୍ୟାୟ ଗଣତି। ସମୁଦାୟ ପ୍ରକ୍ରିୟାର ଫଟୋଗ୍ରାଫି, ଭିଡିଓଗ୍ରାଫି ଓ 3D ମ୍ୟାପିଂ କରାଯାଇଛି। ଅତ୍ୟନ୍ତ ସ୍ୱଚ୍ଛତା, ସାଧୁତା ଓ କଡ଼ା ସୁରକ୍ଷା ବଳରେ ମହାପ୍ରଭୁଙ୍କ ନିତ୍ୟ ବ୍ୟବହୃତ ଅଳଙ୍କାର ଗୁଡ଼ିକ ହୋଇଛି ଓଜନ ଓ ଗଣତି। ପୂର୍ବ ସ୍ଥିରୀକୃତ ମାହେନ୍ଦ୍ର ବେଳା ଠିକ୍ 12ଟା 9 ମିନିଟ୍ରେ ଭଣ୍ଡାର ଖୋଳି ଭିତରକୁ ଯାଇଥିଲେ ଟିମ୍। ପ୍ରାୟ 5 ଘଣ୍ଟାର ଗଣତି ପ୍ରକ୍ରିୟା ପରେ ପ୍ରଥମ ଦିନର ଗଣତି କାର୍ଯ୍ୟ ଶେଷ ହୋଇଛି। ଭକ୍ତଙ୍କ ଆବେଗ ଓ ସରକାରଙ୍କ ମହତ୍ ଉଦ୍ଦେଶ୍ୟ ମଧ୍ୟରେ ରତ୍ନ ଅଳଙ୍କାର ମେଳକ ଆରମ୍ଭ ହୋଇଛି ପ୍ରକ୍ରିୟା। ଐତିହାସିକ ମୁହୂର୍ତ୍ତରେ ସିଂହଦ୍ୱାରରେ ସାଷ୍ଟାଙ୍ଗ ପ୍ରଣିପାତ କରି ଭିତରକୁ ଯାଇଥିଲେ ଟିମ୍। ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ପତିତପାବନଙ୍କୁ ମୁଣ୍ଡିଆ ମାରି ଭିତରକୁ ପ୍ରବେଶ କରିଥିଲା ଟିମ୍। ସୁନା, ରୂପା ଓ ରତ୍ନକୁ 3 ଭାଗରେ ପୃଥକ କରାଯାଇ ହୋଇଛି ଗଣତି ମଣତି।